পাইক বিদ্রোহ 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 পাইক বিদ্রোহ। জয় রাজগুরু স্মৃতি সংসদ আনুকূল্যরে বিবেকানন্দ ইনস্টিচ্ୟୁଟ୍ ଅଫ୍ ଆଡଭାନ୍ସଡ୍ ଏଜୁକେସନାଲ ରିସର୍ଚ୍ଚ ଆଣ୍ଡ ଟେକ୍ନୋଲୋଜି ପ୍ରସ୍ତୁତି ପାଇକ ବିଦ୍ରୋହ ଭାରତର ପ୍ରଥମ ମୁକ୍ତି ସଂଗ୍ରାମ। ରଚନା ଓ ନିର୍ଦ୍ଦେଶନା ସନ୍ତୋଷ କୁମାର ମହାନ୍ତି। ସଙ୍ଗୀତ ଓ ପରିଚାଳନା ଆଶିଷ କୁମାର ରଥ। ପାଇକ ବିଦ୍ରୋହ ଭାରତର ପ୍ରଥମ ମୁକ୍ତି ସଂଗ୍ରାମ। ମୁଖ୍ୟ ପରିଚାଳନା ଡକ୍ଟର ଧୀରେନ୍ଦ୍ର ନନ୍ଦ। ପାଇକ ବିଦ୍ରୋହ ଭାରତର ପ୍ରଥମ ମୁକ୍ତି ସଂଗ୍ରାମ। বিদ্রোহ বিদ্রোহ পাইক বিদ্রোহ। ପାଇକ ବିଦ୍ରୋହ ଉତ୍ତର ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମର ପ୍ରଥମ ବଳିଷ୍ଠ ସୋପାନ। ଓଡ଼ିଶାର ଉପକୂଳ ଅଞ୍ଚଳରୁ ବ୍ରିଟିଶ ରାଜତ୍ୱ ଏକାବେଳେ ଲୋପ ପାଇଯିବାର ଆଶଙ୍କା ଉପୁଜିଥିଲା। କିନ୍ତୁ ଏ ପାଇକ ବିଦ୍ରୋହ କାହିଁକି? ଫେରିବାକୁ ପଡ଼ିବ ସେହି ଅଜୟ ଦୁର୍ଗ ନିକଟକୁ। 1570ରେ ଖୋର୍ଦ୍ଧା ସ୍ୱାଧୀନତା ଯୁଦ୍ଧର ଦୀପ୍ତିମନ୍ତ ଅଗ୍ନିଶିଖା ମୋଗଲ ଓ ମରହଟ୍ଟା ଶକ୍ତିକୁ ବାରମ୍ବାର ପ୍ରତିରୋଧ କରିଥିଲା ସୁଦୃଢ଼ ଖୋର୍ଦ୍ଧା ଦୁର୍ଗ। ଏହି ଦୁର୍ଗରୁ ଇଂରେଜ ସରକାରଙ୍କ ଆକ୍ରମଣକୁ ରକ୍ଷା କରିବା ପାଇଁ ସୁଦକ୍ଷ ମନ୍ତ୍ରୀ ଜୟରାଜଗୁରୁ ଶହ ଶହ ରଣୋନ୍ମତ୍ତ ସାହସୀ ପାଇକଙ୍କୁ ସାଙ୍ଗରେ ଧରି ମୁକୁନ୍ଦ ପ୍ରସାଦ ଗ୍ରାମଠାରେ 7,000 ଇଂରେଜ ସୈନ୍ୟକୁ ହଟାଇବା ପାଇଁ ଦୁର୍ଗ ମଧ୍ୟରେ ରହି ଆକ୍ରମଣ କଲେ। କିନ୍ତୁ ଇଂରେଜଙ୍କ ତୋପମାଡ଼ରେ ଖୋର୍ଦ୍ଧା ଦୁର୍ଗ ଧୂଳିସାତ ହେଲା। ରାଜା ମୁକୁନ୍ଦ ଦେବ ବନ୍ଦୀ ହୋଇ ବାରବାଟୀରେ ରହିଲେ। ଜୟୀ ରାଜଗୁରୁ ଏକ ବରଗଛରେ ଅତି ନିର୍ମମ ଓ ନିର୍ଦ୍ଦୟ ଭାବରେ ଫାଶୀ ନାମରେ 2 ଫାଳ କରି ଚିରି ହତ୍ୟା କରାଗଲା। ରୁ ଖୋର୍ଦ୍ଧା ରାଜ୍ୟର ଗୌରବ ଅସ୍ତମିତ ହୋଇଗଲା। କିନ୍ତୁ ଏହାର ଦୀର୍ଘ 14 ବର୍ଷ ପରେ ପୁନର୍ବାର 1817 ମସିହାରେ ଇଂରେଜ ସରକାରଙ୍କ ବିରୁଦ୍ଧରେ ଏକ ଭୟଙ୍କର ବିଦ୍ରୋହ ମୁଣ୍ଡ ଟେକିଲା, ପାଇକ ବିଦ୍ରୋହ। ମସିହା ମାର୍ଚ୍ଚ ମାସରେ ଘୁମୁସର ଅଞ୍ଚଳରୁ 400 କନ୍ଧ ଖୋର୍ଦ୍ଧା ରାଜ୍ୟରେ ପଶି ଇଂରେଜ ଶାସନ ବିରୁଦ୍ଧରେ ବିଦ୍ରୋହ କଲେ। ଏହି ବିଦ୍ରୋହର ନେତୃତ୍ୱ ନେଲେ ବକ୍ସି ଜଗବନ୍ଧୁ। ଶହ ଶହ ପାଇକ ଏହି ବିଦ୍ରୋହରେ ସ୍ୱତଃ ଯୋଗ ଦେଇ ଏକ ସୁଦୀର୍ଘ ବିପ୍ଳବର ସୂତ୍ରପାତ ହେଲା, ପାଇକ ବିଦ୍ରୋହ। 14 ବର୍ଷ ଆଜ୍ଞା। ଚାହୁଁ ଚାହୁଁ 14 ବର୍ଷ ବିତିଗଲା ଆଜ୍ଞା। ଓଡ଼ିଶା, ସୁନାର ଓଡ଼ିଶା, এই ସୁନାର ଓଡ଼ିଶା ମୋତେ ହାତ ବଢ଼ାଇ ଆହ୍ୱାନ କରୁଛି। ମୋ ରାଜ୍ୟରେ ନାହିଁ ବଙ୍ଗୋପସାଗର, ଅଛି ଖାଲି ସେଇ ଶୁଖିଲା ଇଷ୍ଟ ଇଣ୍ଡିଆ କମ୍ପାନୀର ଅଦାଲତଟା। ସବୁ ଥାଇବି ସେଠି ଟୋପାଏ ପାଣି ଝରଣା। ଆଉ ଏଠି ନ ଚାହୁଁଣୁ ଆକାଶ ଆକାଶ ପଟେ ବର୍ଷା ଓହ୍ଲେଇ ଆସେ। କାହା କଥା କହୁଛନ୍ତି ଦେୱାନ ସାହେବ?
এইটা তোমা বঙ্গদেশ নুহ, এইটা খোরদা লাল মাটির লাল মଣିষଙ୍କ রাজ্য। ଆଉ ଏ ମାଟିଟା ଯେତିକି ସବୁ ଜିମାରେ ଭର୍ତ୍ତି ସେତିକି ଦା କଟୁରୁ ଚଟରେ ବି ମୂଳ ପଛ ହୋଇଯାଏ। ତେଣୁ ଆକାଶରୁ ପଡୁଥିବା ବର୍ଷାର ପାଣିକୁ ଦେଖନ୍ତୁନି, ବରଂ ପାଣିର ସ୍ରୋତକୁ ଦେଖନ୍ତୁ। ତମେ କ'ଣ କହିବାକୁ ଚାହୁଁଛ ମୁଁ ବୁଝୁଛି ଚରଣ। ରୋଢ଼ଙ୍ଗ କିଲ୍ଲା ଦେଖିବ ଚରଣ, କିଛି ଦିନ ଯାଉ ଏ ରୋଢ଼ଙ୍ଗ କିଲ୍ଲା ହବ ଏ ଲାଲ ବାବୁଙ୍କ ଇଷ୍ଟେଟ୍। ନାଇଁ ନାଇଁ, ପାଇକପଡ଼ା ଇଷ୍ଟେଟ। ମୁଁ ଗୁମାସ୍ତା ଜଗବନ୍ଧୁ ପଟ୍ଟନାୟକଙ୍କ ସହିତ କଥାବାର୍ତ୍ତା ହୋଇଛି। ସେ ଛନ ଛନିଆ ଚାଷ ଜମି ସଂଘକୁ, ସେ ଲୁଣ ପଟାଳିଆ ବିଲ ସବୁ ଆମ ଦେୱାନ ସାହେବଙ୍କ ଇଷ୍ଟେଟକୁ ନେଇ ଆସିବ। ମୁଁ ଚାକିରି ଛାଡ଼ି ମୋ ଭାଇ ତହସିଲଦାର ଗୌରହରି ସିଂହଙ୍କୁ ଏଇ କାରବାର ଲଗେଇଛି। ରୋଢ଼ଙ୍ଗ କିଲ୍ଲା ଆଉ ଅନ୍ୟାନ୍ୟ ଖାସ୍ ମହଲ ଅଞ୍ଚଳକୁ ରାହା ଗୋଗରେ କରି ଖାତାରେ ଲେଖି ଖଜଣା ଆଦାୟ କରିବାକୁ କହିଛି। ବକ୍ସି ଭାବିଛି ସେ ଲକ୍ଷ୍ମୀନାରାୟଣ ନାଁରେ ଖଜଣା ଆଦାୟ କରି ପଟ୍ଟା ଦିଆଗଲା, ହେଲେ ବାସ୍ତବିକ ତାହା ଆସୁଛି ଏଇ କୃଷ୍ଣଚନ୍ଦ୍ର ସିଂହର ପଟ୍ଟାଦାର ଭାବରେ। ଦେଖାଉଥିଲା ଓସାରିଆ ଛାତିକୁ ଡଣର ଅମାପ ବଳ। ଆଉ ଲୋକେ କୁଆଡେ କହୁଛନ୍ତି 10 ଫୁଟ ଲମ୍ବା ଆଉ 5 ଫୁଟ ଓସାରର ମୁଗୁନି ପଥରକୁ ସଳକି କରି ଗୋଟେ ପିଠି ଘଷି ଯାଦୁ ଗୋଟେ କଣ୍ଡୁ ମାରୁଥିଲା ବା। ଖାଲି ସେତିକି କ'ଣ, ଗୋଟେ ବଡ ପଥରକୁ ଗୋଡରେ ଗଡେଇ ଗଡେଇ ପୋଖରୀ କୂଳରେ ନଉଛି, ଆଜ୍ଞା ପୁଣି ଗାଧେଇ ସାରି ଗଡେଇ ଗଡେଇ ଗୋଡରେ ନେଇକି ପଳେଇ ଆସୁଛି। ଦେୱାନ ସାହେବ, ଛାଡ଼ ମ ସେ ବଳକୁ। ଯିଏ ନିଜ ଘରକୁ ନ ସଳକେଇ ପଥର ସଳକୁଛି, ସିଏ ପୁଣି ଦେଖାଉଛି ଗୋଟେ ସେନାପତି ବକ୍ସି। କର୍ପୂର ଉଡ଼ିକି ପଛେ କନା ପଡିଛି, ସେଥିରେ ପୁରା ଫୁଟାଣି ଯାଉନି। ସେ ଫୁଟାଣିରେ ଆମକୁ କ'ଣ ମିଳୁଛି କହିଲ? ଏ ରୋଢ଼ଙ୍ଗ କିଲ୍ଲାଟା ଆମ ହାତକୁ ଆସିଗଲା ପରେ ଖୋର୍ଦ୍ଧା ରାଜବାଟୀଟା ଆମ ଖାତାକୁ ଆସିବା ଦରକାର ନା। ଆଉ ନହେଲେ ଖାଲି ଖୋର୍ଦ୍ଧା ନୁହଁ, ଏ ସମୁଦାୟ ଓଡ଼ିଶା ଉପରେ ଆମ ଜମିଦାରୀ ଆସିବ କେମିତି? ଆଉ ଆପଣ ଜମିଦାରୀଟା ପାଇଲା ପରେ ମୁଁ କ'ଣ ଆପଣଙ୍କ ପାଖକୁ ଜୀବନ ସାରା ଆସୁଥିବି ନା କ'ଣ? ଆପଣଙ୍କ ପାଖରେ ରହିକି ଗୋଟେ ଛୋଟ ବଙ୍ଗଳାର ମାଲିକାନା ହେବି ନା। ଆଉ ସେ ବଙ୍ଗଳା ଲେଖା ହବ ଚରଣ ପଟ୍ଟନାୟକ ମହଲ। ଆଉ ତାପରେ ଖୋରଦା ରାଜବାଟୀରେ ଗଢ଼ି ଉଠିବ ମୋର ଗୋଟେ ନୂଆ ଇଷ୍ଟେଟ। ଅପେକ୍ଷା କର ଚରଣ, ୱେବ୍ ସାହେବ କଲେକ୍ଟର ପାଖକୁ ନିୟମିତ ଯା ଆସ କରୁଥା। କରୁଛି। ତାଙ୍କ କାନ ଫୋଡ଼ି ଫୋଡ଼ି ବକ୍ସିର ଖବର ଶୁଣୁଥା। ଦେଖିବ ଧନ ଦୌଲତରେ ପୋତି ହେଇଯିବ। ତମ 14 ପୁରୁଷକୁ ଆଉ ରୋଜଗାର କରିବାକୁ ପଡ଼ିବନି। ଦାମୀ ପଙ୍ଗାଲୁଣ ବ୍ୟବସାୟର ଏକଚାଟିଆ ସମ୍ରାଟ ଭାବରେ କଲିକତା ବୋର୍ଡରେ ତମେ ରହିବ। ମହଣେ ଲୁଣ 3 ଟଙ୍କା ବଦଳରେ 5 ଟଙ୍କା ହେଇଯିବ। ଆଉ ତମେ ହେବ ଲୁଣ ବ୍ୟବସାୟର ଏକଚାଟିଆ ସମ୍ରାଟ।
हजारे सपना तू ही चली गलु अजाणते काहींकी जह्न आकाशे चाही एका तारा गणे बसी मुही साथी तोर मने किछि नाही कि ए गोलापर बगीचा रे ए नील घास गालीचा रे केते स्मृति केते कथा पचारे ओहो फूल फगुण आजी तो पाई झुरे मेघ श्रावण आजी तो पाई झरे आसिले नाई मोर आखि पता जाए नाई निछटिया नाई कुले मुएका पक्षी फेरिले नीड़े बेसी तो कथा मु मने पड़े काले तू ही आसी देबु रे देखा निते झरका खोलिले मोर दिसे जाउथिला मुह तोर आजी दिन राति केमिति फूल फगुण आजी तो पाई झुरे मेघ श्रावण आजी तो पाई झरे फूल फगुण आजी तो पाई झुरे मेघ श्रावण आजी तो पाई झरे ए कोइलीर कुहू कुहू आजी भल लागे नाही आउ जेबे साथी तू ही रहिलु दूरे फूल फगुण आजी तो पाई झुरे मेघ श्रावण आजी तो पाई झरे ब्रिटिश आयंक विश्वस्त चरण पट्टनायक आउ कृष्णचंद्र सिंह को गुरुवारी नमस्कार। सुरा सुरा ए सुरार रंगी निशारे ए वसुंधरा आज सुंदर हो उठी। हाँ सुंदर अतीव सुंदर वृक्ष वृक्ष विहंगरे काकली कुहु कुहु सुररे श्रुत सिनीर कला ध्वनि मृत्यु मंद दक्षिणा पवन ए उद्यान रे फुटंता पुष्प कली केते मधुर केते मनोरम मोर जीवन को मुहूर्त के मध्य रे मधुमेह करी किए तोलिल किए सुंदरी एते रूप शुणी गुरुवारी बक्सी जगबंधु विद्याधर भ्रमर रायर भातृपत्नी ना ना देवान साहेब बक्सी नुहे जगबंधु विद्याधर राय कहतु एते आक्रोश एते घृणा बक्सी वंशर बहु अछि पुणी शत्रु को आमोद प्रमोद रे आपायित करूछंती। बेस मधुर पानीय मो तृषित अंतर को शांत करदेला। ग्रहण करंतु चरण महाशय। मु जे मधुर पानीर आस्वादना पाइछि ता तुलनारे अमूल अति तुच्छ। एथर ताले मु आसे देवान साहेब
ନା ନା ଆଦେଶ ନୁହେଁ ମୋ ଅନ୍ତରର ଗୋଟେ ପ୍ରଶ୍ନ। এই কি কথা দেওয়ান সাহেব? প্রশ্ন? ହଁ ପ୍ରଶ୍ନ କହିପାରିବ ଗୁରୁବାରୀ, ଏ ପୃଥିବୀରେ ସବୁଠାରୁ ସୁନ୍ଦର କ'ଣ? এই কি অদ্ভুত প্রশ্ন চরণ বহাছে। କୁହ। ମୋ ଆଖିରେ ସବୁଠାରୁ ସୁନ୍ଦର ଫୁଲ। ଫୁଲ ପରି ସୁନ୍ଦର ଆଉ ପବିତ୍ର ବସ୍ତୁ ଏ ପୃଥିବୀରେ ଅନ୍ୟ କିଛି ନାହିଁ। ଏହାର ରଙ୍ଗୀନ ସୁବାସିତ ପାଖୁଡ଼ା ଦେବତା ମନରେ ବି ପବିତ୍ରତା ଆଣି ଦେଇଥାଏ। ସେଥିପାଇଁ ମାନବ କୁଳ ହୃଦୟର ଭକ୍ତି ଅର୍ଘ ସ୍ୱରୂପ ଫୁଲ ହିଁ ଦେବତାର ଚରଣରେ ଅର୍ପଣ କରାଯାଏ। ଆଉ ଫୁଲରୁ ମଧୁପାନ କରିବା ପାଇଁ ଭ୍ରମର ଦଳ ଏ ଫୁଲରୁ ସେ ଫୁଲକୁ ଗୁଣୁଗୁଣ ଗାନ କରି ଘୁରି ବୁଲନ୍ତି, ଏଇଆ ନା? ଭଲ ଉପମା ଦେଉଛନ୍ତି ଦେୱାନ ସାହେବ। ଜଣେ ରକ୍ଷିତା ଭ୍ରମରର ପରିପୂରକ ନୁହେଁ ତ ଆଉ କ'ଣ? ତୁମେ କ'ଣ ବକ୍ସି ବଂଶର କୁଳବଦ୍ଧର ମର୍ଯ୍ୟାଦା ଚାହଁ? ନା, ବକ୍ସି ବଂଶର ବିନାଶ। ମୋର ପୁତୁରା ସମ୍ପତ୍ତି ପ୍ରାପ୍ତିର ସଫଳତାର ପାଦ ଦେଶରେ କେବଳ ଆପଣଙ୍କର ନିମିଷ ମାତ୍ର ଦୟାର ଅପେକ୍ଷା। କଥାଟା ବୁଝି ନଉଥିଲେ ବି ଅନେକାଂଶରେ ବୁଝି ହେଉଛି। ତେବେ ରୋଡ ଲାଲା ବାବୁଙ୍କ ଏଷ୍ଟେଟରେ ତୁମେ ହେବ 1/3 ଅଧିକାରିଣୀ। କାରଣ ରାହାଙ୍କ ଘର ବୋଲି ଦେୱାନ କୃଷ୍ଣଚନ୍ଦ୍ର କାତ୍ମୀୟ ନାରାୟଣଙ୍କ ନାଁରେ ଖଜଣା ଆଦାୟ କରି ଦେୱାନ କୃଷ୍ଣଚନ୍ଦ୍ରକୁ ପଇଠ ଦିଆ ସରିଲାଣି। ବାସ୍, ଏତିକିରେ ରଖିତା ଗୁରୁବାରୀ ତୃପ୍ତ। ଗୁରୁବାରୀ, ଆମ ପରି ବେଇମାନ ଓ ସ୍ୱାର୍ଥପରଙ୍କ ପାଣି ପବନରେ ଗଢ଼ା ମଣିଷ ତୁମେ। ଗୁରୁବାରୀ, ତୁମର ସେ ଲଜ୍ଜା ଓ ନମ୍ର ଆଖିକୁ ଦର୍ଶନ କର। ଥରେ ମାତ୍ର ଚାହିଁ ଦେଖ ସୁନ୍ଦରୀ, ଭୟ କ'ଣ? ତୁମ ରୂପା ଓ ପ୍ରେମରେ ମୁଁ ମୁଗ୍ଧ। ମୁଁ ତୁମକୁ ଚାହେଁ, ତୁମ ହୃଦୟ ମନ୍ଦିରରୁ ତୁମକୁ ଚାହେଁ। ଚାହିଁଲେ ତ ପାଇବେ ନାହିଁ ଦେୱାନ ସାହେବ। ମୁଁ ରକ୍ଷିତା କୌଣସି ଦିନ ଆପଣଙ୍କ ଘରଣୀ ହୋଇପାରିବି ନାହିଁ, ନଚେତ୍ ସମାଜ ମତେ କହିବ କ'ଣ କଳଙ୍କିନୀ। ନା 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 ନା, ଚିନ୍ତା କର ନା। ଏ ଇଷ୍ଟ ଇଣ୍ଡିଆ କମ୍ପାନୀ ସାମ୍ରାଜ୍ୟ ଭିତରେ ତୁମର ରହିବ ଏକ ସ୍ୱତନ୍ତ୍ର ଘର। ଆଉ ତୁମେ ହେବ ଆମ ଦୁହିଁଙ୍କର ପାଟରାଣୀ। ये जाति गला मरी निमक हराम करी लंच खाई मामाटी छाती रे भूसिला छुरी छाती रे भूसिला छुरी ममतारे देला विष ममतार निशापी पर भेद जखमा भगारी काने कही देखा गला लुचा चोरा किड़ा पता टाउटरी किड़ा पता टाउटरी। आगू चल। ବର୍ତ୍ତମାନ ଇଷ୍ଟ ଇଣ୍ଡିଆ କମ୍ପାନୀ ଖୋର୍ଦ୍ଧାର ସମୁଦାୟ ରାଜସ୍ୱ ମୂଲ୍ୟର 1,10,000 ଟଙ୍କା କହୁଥିଲେ। ଏହି ରାଜସ୍ୱ ବୃଦ୍ଧିରେ ଗଣେଶ ବାବୁ ଆଉ ଶ୍ୟାମାନନ୍ଦ ରାୟ ଯେଉଁଭଳି ଜୁଲମ କରୁଛନ୍ତି, ସେଥିରେ ଚାଷ ଜମି ଅମଳ କରି ବିକ୍ରି କରି ରାଜସ୍ୱ ଦେବା ଅସମ୍ଭବ ହୋଇପଡ଼ିବ। ଆପଣମାନେ ଦେଖନ୍ତୁ, ଏଇ ଯେଉଁ ଚତୁର୍ଦିଗ ଶସ୍ୟ ଶ୍ୟାମଳ ପରିପୂର୍ଣ୍ଣ ଥିଲା, ଆଜି ତା ତାଙ୍କର ଭୂମିରେ କିପରି ପରିଣତ ହେଲାଣି। ମୁଁ ଆମ ଗଞ୍ଜାମ ଅଞ୍ଚଳ କଥା କହିବାକୁ ଚାହୁଁଛି। ଭୂଷୁଣ୍ଡପୁର କୁହୁଡ଼ି ଆଦି ଅଞ୍ଚଳରେ ଆମେ ଲୁଣ ଚାଷୀମାନେ ପଙ୍ଗା ଲୁଣ କରି କଷ୍ଟମଷ୍ଟେ ଚଳିଯାଉଛୁ, କିନ୍ତୁ ଆଜି ଲୁଣ ରେଗୁଲେସନ୍ କରି କଲିକତାର ବଡ଼ ବୁଲେଟ୍ ଦ୍ୱାରା ଲୁଣ ଆମଦାନୀ ଏବଂ ରପ୍ତାନୀ କରାଯାଉଛି। ଚାଉଳ ଭଳି ଲୁଣ ମଧ୍ୟ ଆମର ଏକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ। ବର୍ତ୍ତମାନ 3 ଟଙ୍କାରେ ମହଣେ ଲୁଣ ମିଳୁଛି। ଏହି ଏକଚାଟିଆ ବ୍ୟବସାୟର ପ୍ରବର୍ତ୍ତନ ଫଳରେ ଓଡ଼ିଶା ଉପକୂଳର 17-18 ହଜାର ଲୋକ ସେମାନଙ୍କ ଜୀବିକା ହରାଇ ତଳିତଳାନ୍ତ ହେଲେ। ଆରେ ଭାଇ, ବାପା ଗୋସି ବାପା ଅମଳରୁ
ଆମର କିଣାଲିକା ଖଜଣା କଉଡ଼ିକୁ ମୁଦ୍ରା ଭଳି ପ୍ରଚଳନ କରିଆସୁଥିଲେ। କିନ୍ତୁ ଏ ଗୋରା ସରକାର କଉଡ଼ିର ପ୍ରଚଳନ ବନ୍ଦ କରିଦେଇ ରୂପା ମୁଦ୍ରାର ପ୍ରଚଳନ କରିବାରୁ ଆମ କଉଡ଼ି ମୂଲ୍ୟର ଅଧୋଗତି ହୋଇଛି। ଆଉ ଆମ ବେପାରୀ ଭାଇମାନେ ମାଳଦ୍ୱୀପରୁ ଆଉ କଉଡ଼ି ଆମଦାନୀ କରୁନାହାନ୍ତି। ଆଉ ଆମ କଉଡ଼ି ବଦଳରେ ଯେତିକି ଟଙ୍କା ମିଳୁଥିଲା ସେତିକି ଟଙ୍କା ମିଳିପାରୁନି। ରୂପା ମୁଦ୍ରାର ଅଭାବ ଦେଖାଦେଇଛି। ଆମେ ଯେଉଁ ଜିନିଷଟି ବଜାରରୁ 10ଟି କଉଡ଼ି ଦେଇ କିଣି ପାରୁଥିଲେ ସେଇ ଜିନିଷଟିକୁ ଏବେ 15ଟି କଉଡ଼ି ଦେଇ କିଣିବାକୁ ପଡ଼ୁଛି। ଆଉ କଟକ ବଜାରରେ କଉଡ଼ି ମାଧ୍ୟମରେ ଜିନିଷ କିଣିବା 50 ଭାଗ ବଢ଼ିସାରିଲାଣି। ଆମେ ଖାଇବୁ କ'ଣ, ବଞ୍ଚିବୁ କେମିତି? ଖାଲି ସେତିକି କଣ, ବିଚାର ବିଭାଗ କଥା ଦେଖ। ଜମିଦାର ବା ରାଜାଙ୍କ ନିକଟରେ ନ୍ୟାୟ ପାଇବା ପାଇଁ ପୂର୍ବରୁ ଆବେଦନ କରାଯାଉଥିଲା। ବିଚାର ସତ୍ୟତା ପ୍ରତିପାଦନ ହୋଇ ମଣିଷ ସମାଜରେ ନ୍ୟାୟ ପାଉଥିଲା। ନ୍ୟାୟ ପାଇବା ପାଇଁ ବେଶୀ ଖର୍ଚ୍ଚ କରିବା ପଡ଼ୁନଥିଲା। ଦଣ୍ଡବିଧି ମଧ୍ୟ କଠୋର ନଥିଲା। ପ୍ରକୃତ ଦୋଷୀ ତତ୍କ୍ଷଣାତ ଦଣ୍ଡ ଭୋଗୁଥିଲା। କିନ୍ତୁ ଏ ଫିରିଙ୍ଗ ବିଚାରପତିମାନେ ଆମ ଭାଷା ବୁଝି ନପାରି ଯେଉଁ ଓକିଲ ଠିକ୍ କରୁଛନ୍ତି ସେମାନେ ଆମ ମହକିଲକୁ ଲୁଟ୍ କରୁଛନ୍ତି। ଦେଖୁନାହାନ୍ତି ସେ ଅଣ ଓଡ଼ିଆ ଓକିଲ ମହମ୍ମଦ ଫଜି କିପରି ଅସତ୍ ଉପାୟରେ ରୋଜଗାର କରି ବସିଛି। କିନ୍ତୁ ଆମେ ସ୍ଥାନୀୟ ଅଧିବାସୀ ନ୍ୟାୟ ନ ପାଇ ଦୁଃଖ ଦୁର୍ଦ୍ଦଶା ଭୋଗ କରୁଛୁ। ଆଜି ପୋଲିସ ଅତ୍ୟାଚାର ମଧ୍ୟ କିଛି କମ୍ ନୁହେଁ। ଦାରୋଗା ମୋହରିର ଜମିଦାରଙ୍କ ନିର୍ଯାତନା ବଢ଼ିବାରେ ଲାଗିଛି। ସବୁ ଅଣ ଓଡ଼ିଆ ମାନେ ପୋଲିସ ବିଭାଗରେ ଦାରୋଗା ପଦରେ ଅଛନ୍ତି। ସେମାନଙ୍କର ଅତ୍ୟାଚାର ଓ ଶୋଷଣର ସୀମା ନାହିଁ। ଏହି ମିର୍ଜା ମେହେଦିର କଥା ଦେଖୁନାହାନ୍ତି। ଲୋକଙ୍କଠାରୁ ବିଭିନ୍ନ ଉପାୟରେ କର ଆଦାୟ କରୁଛି। ଦାରୋଗାର ଖାଦ୍ୟ ଶସ୍ୟ ବରଣ ପାଇଁ 3 ଜଣ ଲେଖାଏଁ ନେଉଛି। ଦାରୋଗାକୁ ସଲାଇନ୍ ବାବଦରେ 2 ଜଣ ନେଉଛି। କୁକୁଡ଼ା ଛେଳି ପଇସା ବାବଦକୁ ଦାରୋଗା ଆଜି ଗାଁ ଗାଁରେ ଚାନ୍ଦା ବାବଦକୁ 3 ଜଣ ଲେଖାଏଁ ନେଉଛି। ଗ୍ରାମର ସୀମା ନିର୍ଦ୍ଧାରଣ ପାଇଁ 4 ଜଣ ଲେଖାଏଁ ନେଉଛି। ଯାହା ଘରେ ସିନ୍ଧିଘାତ ହେଲା ତା ମାଲିକକୁ ଟଙ୍କା ଦେବାକୁ ପଡ଼ୁଛି। ଯଦି ଗାଁରେ କିଏ କୂଅରେ ପଡ଼ି ମରିଗଲା ତା ଘରକୁ ଲୁଟ୍ କରାଯାଉଛି। ଆଜି ଖୋରଧା ରାଜାର ପିତୃତୁଲ୍ୟ ପ୍ରବୃତ୍ତ ବଦଳରେ ଜଜ୍ କଲେକ୍ଟର ଅତ୍ୟାଚାରୀ ପୋଲିସ ଦାରୋଗାଙ୍କ ଶାସନ ପ୍ରବର୍ତ୍ତନ ହୋଇଛି। ସବୁଠାରୁ ବଡ଼ କଥା ହେଲା ପାଇକ କୂଳ ଧ୍ୱଂସ ହେବାକୁ ଗଲା। ଦଳ ବେହେରା ଦଳେଇ ଓ ପାଇକ ଆମ ଶାସନର ମୁଖ୍ୟ ଥିଲେ। ବଂଶାନୁକ୍ରମ ଭାବରେ ଆମେ ଆମ ଜାଗିର ଜମିକୁ ଭୋଗ କରିପାରୁଥିଲେ। ମାତ୍ର ମେଜର ଫେଜର ନିଷ୍କର ଜମି ଉପରେ କର ଧାର୍ଯ୍ୟ କଲେଣି। ଜମିଦାରମାନେ ଜମିଦାରୀ ହରାଇଲେଣି। ରୟତ ହିସାବ ଅନୁଯାୟୀ ଜମି ଗଛ ମାଛ ଇତ୍ୟାଦିରୁ ବଞ୍ଚିତ ହେବାକୁ ପଡ଼ୁଛି। ବୁଝୁଛି। ପ୍ରଣାମ ସରଦାର। ମୁଁ ତୁମମାନଙ୍କର କଥା ବୁଝୁଛି, କିନ୍ତୁ ମୁଁ ନିର୍ଭୟ। ଚକ୍ରୀ କୃଷ୍ଣଚନ୍ଦ୍ର ଆଉ ଚରଣ ସିଂହ ମିଶି ରାହାଙ୍କ ପ୍ରଗଣାକୁ ନିଜ ନାମରେ କରାଇ ନେଇଛନ୍ତି। ଘର ଭିତରେ ଦାଦି ପୁତ୍ର ଆଇବାଦରୁ ଜାଗିରି ବଣ୍ଟା ମକଦ୍ଦମାରେ ମୁଁ ସର୍ବଶାନ୍ତ ହୋଇପଡ଼ିଲି। ରୋଡ଼ଙ୍ଗରୁ ରାହାଙ୍ଗକୁ ଅଲଗା କରିବା ପାଇଁ ସରକାରଙ୍କ ନିର୍ଦ୍ଦେଶ। ଆଜି ବଦଳେ ଅର୍ଦ୍ଧଭୁକ୍ତ ବା ସହୀନ ଏକାନ୍ତ ଅନୁରକ୍ତ ପାଇକମାନଙ୍କୁ ସାଙ୍ଗରେ ଧରି ଗଡ଼ଜାତ ଓ ଅନ୍ୟାନ୍ୟ ଜମିଦାରରେ ଥିବା ମୋର ବନ୍ଧୁମାନଙ୍କ ଦ୍ୱାରକୁ ଯାଇ ଆର୍ଥିକ ସାହାଯ୍ୟ ଲୋଡ଼ିଛି। ପୁତ୍ର ଆଇବାଦ ହେବାରୁ ମୋର ନୈତିକ ବଳ କମି କମି ଯାଉଛି। ନିଜର ପଦ ମର୍ଯ୍ୟାଦାକୁ ରକ୍ଷା କରିବାକୁ ଯାଇ ସମ୍ଭ୍ରାନ୍ତ ଭାବରେ ଚଳୁ ଚଳୁ ମୁଁ ନିଃସ୍ୱ ହୋଇପଡ଼ିଲିଣି। ନିଜର ସମ୍ପତ୍ତି ନିମିତ୍ତ କୋର୍ଟ କଚେରୀ ଦୌଡ଼ି ଦୌଡ଼ି ମୁଁ ସର୍ବଶାନ୍ତ ହୋଇପଡ଼ିଲିଣି। ଫିରିଙ୍ଗି ସରକାରଙ୍କର ନ୍ୟାୟ ପରାୟଣତା ଉପରେ ମୋର ଆଉ ଭରସା ନାହିଁ। ନିଜକୁ ବଞ୍ଚାଇବାକୁ ଚେଷ୍ଟା କରୁଛି ସେତେବେଳେ ତୁମମାନଙ୍କର ଅବସ୍ଥା କ'ଣ ବୁଝିବି? ତାହେଲେ କ'ଣ ଭାଗ୍ୟକୁ ଆଦରି ଜୀବନର ଅନ୍ତିମ ସମୟକୁ ଅପେକ୍ଷା କରିବୁ? ଆମ ଜୀବନରେ କ'ଣ ଶାନ୍ତି ଆଉ ସମୃଦ୍ଧିର ସୂର୍ଯ୍ୟ ଓଳିବ ନାହିଁ? ହତାଶା ଆଉ ଦୁର୍ଭାଗ୍ୟ କ'ଣ ଆମର ଚିର ସହଚର ହୋଇ ରହିବ? ଆପଣ ହେଉଛନ୍ତି ରାଜ୍ୟର ସେନାପତି, ସେନାଧ୍ୟକ୍ଷ। ଆପଣଙ୍କ ନିର୍ଦ୍ଦେଶ ଆମର ପ୍ରଥମ ଓ ଶେଷ ନିର୍ଦ୍ଦେଶ। ଆଦେଶ କରନ୍ତୁ, କ'ଣ କରାଯିବ? ଯେଉଁ ଦୁର୍ଭାଗ୍ୟକୁ ଆମେ 14 ବର୍ଷ ତଳେ ନିମନ୍ତ୍ରଣ କରିଥିଲେ ତାର ଆଜି ସୁଧମୂଳ ଫେରସ୍ତ ହେଉଛି। ମୋର ବିଶ୍ୱାସ ଅଛି ବକ୍ସି ମହୋଦୟ, ଆପଣ ପୁଣି ଥରେ ନେତୃତ୍ୱ ନେବେ। ଏ ତରବାରୀ ପୁଣି ଥରେ ଗର୍ଜି ଉଠିବ। ଫିରିଙ୍ଗି ମାୟାଜାଲରେ ମୁକ୍ତ ହୋଇ ଏ ମୁକ୍ତ ସ୍ୱାଧୀନ ରାଷ୍ଟ୍ରରେ ଆମେ ବାୟୁ ଗ୍ରହଣ କରିବା। ସ୍ୱାଧୀନତା ଆଉ ସଂଗ୍ରାମକୁ 14 ବର୍ଷ ତଳେ ରାଜଗୁରୁଙ୍କ ସହିତ ଛାଡ଼ି ଦେଇ ଆସିଛି। ଏବେ କାଲି ଅନୁଶୋଚନା ଆଉ ଆତ୍ମସମୀକ୍ଷା। ଭାଙ୍ଗି ପଡ଼ିଲେ କ'ଣ ଚଳିବ ସର୍ଦ୍ଦାର? ଯେଉଁ ଅବରୁଦ୍ଧ ଗୃହରେ ମୁକ୍ତିର ଦ୍ୱାର ବନ୍ଦ ହୋଇପଡ଼ିଛି
ସେଠି ଗୃହ ଭାଙ୍ଗି ପଡ଼ିବା ହିଁ ଶ୍ରେୟସ୍କର। କାରଣ ଭଙ୍ଗା ଗୃହ ମଧ୍ୟରେ ଅଣନିଶ୍ୱାସ ହେବାର ଆଶଙ୍କା ତ ନାହିଁ। ଆମେ ଆପଣଙ୍କ ସହିତ ଅଛୁ ବକ୍ସି ମହୋଦୟ। କେବଳ ଯୋଜନାର ପରିକଳ୍ପନାକୁ ଅପେକ୍ଷା। ନିର୍ଯାତନା ଓ ନିଷ୍ପେଷିତର ଜୀବନ ଆମକୁ ଅଣନିଶ୍ୱାସ କରିଛି। ଏକ ଶକ୍ତିହୀନ ନାପୁଷକର ଜୀବନର ଆଖ୍ୟା ନେଇ ଆମକୁ ବଞ୍ଚି ରଖିବ। କିଛି କୁହନ୍ତୁ ବକ୍ସି, ନୀରବ ରହିଲେ କାହିଁକି? ଅଯଥାତୀତ ମନ୍ତବ୍ୟ ଯଦି ତୁମେମାନେ ଦେଉଥାନ୍ତ ତାହେଲେ କିଛି କହିଥାନ୍ତ, କିନ୍ତୁ ବାସ୍ତବତାକୁ ଅସ୍ୱୀକାର କରିହେବ ନାହିଁ। ତେବେ କ'ଣ ଆଉ ଏକ ସଂଗ୍ରାମକୁ ଅପେକ୍ଷା? ନା, ଏଥର ସଂଗ୍ରାମ ନୁହେଁ, ବିଦ୍ରୋହ। ଅର୍ଥନୈତିକ ସାମାଜିକ ବିଦ୍ରୋହ, ବ୍ରିଟିଶ ବିରୁଦ୍ଧରେ ବିଦ୍ରୋହ। বিদ্রোহ বিদ্রোহ পাইক বিদ্রোহ 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 পাইক বিদ্রোহ। ये जाति गला मरी निमक हरा लंच खाई माटी छाती रे घुसिला छुरी छाती रे घुसिला छुरी। बक्सी वंशर विनाश अनेक दिन धरि रखिता स्त्रीर मर्यादारु वंचित होई नीरव विषपान करी आसीची। जगबंधुर सशक्त बाहु छाया तले एक निरीह पोषा चढ़ई भली पिंजरारे आबद्ध होइथिली। एथर मुक्तिर चिरंतन स्वाद उपभोग करबी। ए गुरुबारी रखिता नुहे बारंगना साजी बक्सी वंशर विलयर कारण हेबो। ना काकी, ए वंशर विनाश नुहे बरं बक्सी जगबंधु विद्याधर भ्रमर बर राय वंशर विनाश। हब बुधुरा गोपीनाथ सबु हब, किंतु ए काकी गुरुबारी तम ऊपर आदौ संतुष्ट नुहे। चाकरी बटा 10 वर्ष मु आदौ संतुष्ट नुहे। काकी बंटन प्रक्रिया स्थिर होईची। सम्मति पत्र नुहे मु चाकरी न नहीं पारे, किंतु मो पिता हत्याकारी की कदापि क्षमा देविनी। गोपीनाथ मर्यादा और सम्मान अधिकारी बक्सी वंश ए फिरिंगी शासन आम एक देशर यही दुर्दिन आम निरीह जनसाधारण मान सांत्वना और सहयोगर हाथ बढ़ावा उचित। यह कौन जन भातृहंत अपराधीर आदेश ना संपत्ति भय चली जाउतबा भूमिहीन होई पड़िछ जने स्वच्छाचारी अनुरोध। गोपीनाथ तुम्हें मत भूल बुझुच। वास्तव में ककई हत्याकारी मु नुहे। तेबे अपराधी भली लुचिबार कारण कोन? आ ज्येष्ठ भाई मरहटा रोडंगठ बक्सी परिवार रु अधिकारच्युत होई मरहटा को निज शासन अधिकार रखिथिले ना। तुम्हें तुम मुख को लगाम दियो गुरुबारी। ए घरे जने स्त्री रो कथा कहिबार अधिकार अछि, हेले जने रक्षितार नाही।
ଚିତ୍କାର କରି ସତ୍ୟ ପୀଡ଼ା ଦେଇପାରିବେ ନାହିଁ ଭାତୃବୃନ୍ଦ କେହି। ଜଣେ ଅପରାଧୀର ସ୍ୱତନ୍ତ୍ର କାରାଗାର ମୃତ୍ୟୁ। ତେବେ ଅଧିକାରର କଥା କହୁଛନ୍ତି ଜଣେ ପୋଷ୍ୟ ପୁତ୍ର, ଯିଏ କି ଘରର ପରିବାର ଜନ୍ମ ନୁହେଁ ବରଂ ଅନ୍ୟ କେଉଁ ରକ୍ତରୁ ଆସିଥିବା ଜଣେ ପାଳିତ ପୁତ୍ର। ଗୁରୁବାରୀ ଚିତ୍କାର କରି ଏ ରଡ଼ଙ୍ଗଗଡ଼ ଭିତରେ ବ୍ରିଟିଶ ସାମ୍ରାଜ୍ୟ ଯୁଦ୍ଧର ଆହ୍ୱାନ ଦିଅନ୍ତୁନି। ଦେୱାନ କୃଷ୍ଣଚନ୍ଦ୍ର ଓ ଚରଣ ପଟ୍ଟନାୟକ ଭଳି ସମ୍ପତ୍ତି ହଡ଼ପକାରୀଙ୍କ ଠାରୁ ନିଜର ସମ୍ପତ୍ତି ମୁକୁଳାଇବାକୁ ଯୋଜନା ପ୍ରସ୍ତୁତ କରନ୍ତୁ। ହଁ ପୁତୁରା ଗୋପୀନାଥ, ଏ କଣ କରିବେ? ଏ ତ ପରର ଦୟା ଆଉ ଭିକାରେ ନିଜର ପରିବାର ପ୍ରତିପୋଷଣ କରୁଛନ୍ତି। ୟାଙ୍କର ଶକ୍ତିକୁ ଆହ୍ୱାନ ନୁହେଁ ବରଂ ଦୟାର ଆବଶ୍ୟକତା ଅଛି। ଦୟା। ଗୁରୁବାରୀ ନିଜ ମୁହଁକୁ ଲଗାମ ଦିଅ। ଆସ ବାକି ଆମେ ଜାଗିରଦାର ସମ୍ପର୍କରେ କଲିକତା କେଉଁଦିନ ଯିବା ମହାପ୍ରଭୁ ସାଙ୍ଗରେ ଆଲୋଚନା କରିବା। ହଁ ପୁତୁରା ଗୋପୀନାଥ, କର୍ପୂର ଉଡ଼ି କନା ପଡ଼ିଛି, ସେଥିରେ ପୁଣି ତେଜ ଯାଉନି। জীবন